ଆମର ଯଦି ଫ୍ଲଡ୍ ହେଲା ଆଜ୍ଞା, ଆମେ ଫ୍ଲଡ୍ ହେଲେ ବୋଟ୍ ଆମର ଅଛି, ଲାଇଫ୍ ଜ୍ୟାକେଟ୍ ଅଛି। ଆମେ ସେଇ ସାଧନକୁ ୟୁଜ୍ କରିକି ଆମେ ଲୋକମାନଙ୍କୁ ଇଭାକୁଏଟ୍ କରିପାରିବୁ। ଧର ଡ୍ରାଉନିଂ ପାଇଁ ଅଛି ଆମର ସ୍କୁବା ସେଟ୍ ଅଛି। ଧର ଗୋଟେ ଲୋକ ଯଦି ବୁଡ଼ି ଯାଇଛି, ଆମେ ଆମର ଡ୍ରାଇଭିଂ ଅଛନ୍ତି, ସେମାନେ ବି ଉଦ୍ଧାର କରିପାରିବେ ପାଣି ଭିତରୁ। ଯେମିତି କହୁଥିଲେ ବହୁତ ଅଭିଜ୍ଞ ଲୋକମାନେ ଅଛନ୍ତି, ସରଞ୍ଜାମ ସହିତ ସେମାନେ ବି ତୈୟାର ଅଛନ୍ତି। କେବଳ ବାକି ଅଛି କେବଳ ନିର୍ଦ୍ଦେଶ ପାଇଁ। ଦେଖନ୍ତୁ ଆମ ପାଖରେ ଅନ୍ୟ ଜଣ ଅଛନ୍ତି ଯିଏକି ଟିମ୍ର ଅନୁଭୂତି ଲୋକ। ତାଙ୍କ ପାଖରେ କ'ଣ ନିଶ୍ଚିତ ଭାବେ ତ ଲମ୍ବା ଆପଣଙ୍କର ଅନୁଭୂତି ରହିଛି। ତ ବିଶେଷ କରି ଆମେ ଜାଣିବାକୁ ଚାହୁଁ ପିଲା ଛୁଆ କିମ୍ବା ଗର୍ଭବତୀ ମାନେ ଯଦି କୋଉଠି ଜାଗାରେ ଅଟକି ଯିବେ, ନହେଲେ ପଣବନ୍ଦୀ ହେଇଯିବେ, ସେ କ୍ଷେତ୍ରରେ ଆପଣଙ୍କର ଭୂମିକା ବହୁତ ଭାଇଟାଲ ରହୁଛି। ତ କ'ଣ ସେଭଳି କାମ? ଆମେ ଆମ ପାଖରେ ଯେକୌଣସି ସରଞ୍ଜାମ ଅଛି ତାକୁ ୟୁଜ୍ କରିକି ଆମେ ପ୍ରଥମେ ନିଜର ସେଫ୍ଟି ସହିତ ସେମାନଙ୍କର କେମିତି ସୁରକ୍ଷାର ସହିତ ଗୋଟେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଇପାରିବେ ସେ ଉପରେ ଆମେ ପ୍ରଥମେ ଧ୍ୟାନ ଦେବୁ। କାହିଁକିନା ଏଇଟା ଆମର କାଜୁଆଲିଟି ପାଇଁ ଯେମିତି ଜିରୋ କାଜୁଆଲିଟିର ନିର୍ଦ୍ଦେଶ ଅଛି, ସେଇଭଳି ଆମେ ସରକାରଙ୍କୁ ଏଥିରେ ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ କରିବୁ ଏବଂ ଆମର ଯେକୌଣସି ଲୋକକୁ ଯେକୌଣସି ଡିଜାଷ୍ଟରରେ ଫସିଥିବେ ତାଙ୍କୁ ସୁରକ୍ଷିତ ଭାବରେ ସୁରକ୍ଷିତ ପ୍ରଣାଳୀରେ ତାଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ।